ସମସ୍ତଙ୍କୁ ଦୁର୍ଗା ମାତାଙ୍କର ନବରାତ୍ର ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା। ଚାଲନ୍ତୁ ଆଜି ଦୁର୍ଗା ମାତାଙ୍କର ତୃତୀୟ ଅବତାର ମାତା ଚନ୍ଦ୍ରଘଣ୍ଟାଙ୍କର ବିଷୟରେ ଜାଣିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ଦୁର୍ଗା ମାତାଙ୍କର ତୃତୀୟ ଦେବୀ ଶକ୍ତିଙ୍କର ନାମ ହେଲା ଚନ୍ଦ୍ରଘଣ୍ଟା। ତାଙ୍କ ମସ୍ତକରେ ଘଣ୍ଟା ସଦୃଶ ଅର୍ଦ୍ଧଚନ୍ଦ୍ର ରହିଛି। ଦେବୀ ଲବଣ୍ୟାମୟୀ ଦିବ୍ୟ ମୂର୍ତ୍ତି ଅଟନ୍ତି। ସୁବର୍ଣ୍ଣ ସଦୃଶ ତାଙ୍କର ଶରୀରର ରଙ୍ଗ ଅଟେ। ତାଙ୍କର 3 ନେତ୍ର ଅଛି ଓ 10 ହାତ ରହିଛି। ଯେଉଁ 10 ହାତରେ ଖଡ୍ଗ, ଶଙ୍ଖ, ବାଣ ଆଦି ଅସ୍ତ୍ର ରହିଛି, ସେ ସିଂହ ଉପରେ ଅରୁଣ ଏବଂ ଯୁଦ୍ଧ ଯାତ୍ରା କରିବାରେ ଉତ୍ତେଜିତ ହୋଇ ରହିଛନ୍ତି। ସେ ବୀର ରସର ଆବୃତ ମୁହୂର୍ତ୍ତ, ଯାହାଙ୍କର ଚଣ୍ଡ ଭୟଙ୍କର ଘଣ୍ଟା ଧ୍ୱନିରେ ସମସ୍ତ ଦୁଷ୍ଟ ଦାନବ ଓ ରାକ୍ଷସ ଭୟଭୀତ ହୋଇ ପଡ଼ନ୍ତି। ଯେତେବେଳେ ଦେବରାଜ ଇନ୍ଦ୍ର ଓ ଅନ୍ୟ ଦେବତାମାନେ ମହିଷାସୁରକୁ ପରାଜିତ କରିପାରିଲେ ନାହିଁ, ଅସୁରମାନଙ୍କର ହଇରାଣ ହରକତ ଦେଖି ଦେବତାମାନେ ଡରିଗଲେ। ଅସୁରମାନେ ଦେବତାମାନଙ୍କର ସ୍ୱର୍ଗପୁର ନିଜ ଅଧୀନରେ କରି ନେଇଥିଲେ। ତାପରେ ସବୁ ଦେବୀ ଦେବତାମାନେ ଅସୁରମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ବ୍ରହ୍ମା, ବିଷ୍ଣୁ ଆଉ ଶଙ୍କର ପାଖକୁ ପହଞ୍ଚିଗଲେ। ଦେବତାମାନେ ମହିଷାସୁର ଅତ୍ୟାଚାରର କଥା ଶୁଣି ବ୍ରହ୍ମା, ବିଷ୍ଣୁ, ଶିବ ଭଗବାନ କ୍ରୋଧିତ ହୋଇ ଉଠିଲେ। କ୍ରୋଧିତ ହୋଇ 3 ଭଗବାନଙ୍କର କ୍ରୋଧରୁ ହିଁ ଏକ ଦେବୀ ପ୍ରକଟ କଲେ। ସେହି ଦେବୀଙ୍କର ନାମ ହେଉଛି ଦୁର୍ଗା। ତାପରେ ବ୍ରହ୍ମା, ବିଷ୍ଣୁ ଆଉ ଶିବଙ୍କ କ୍ରୋଧରୁ ପ୍ରକଟ ହୋଇଥିବା ଦେବୀଙ୍କୁ ଶିବ ତ୍ରିଶୂଳ ଦେଲେ, ବିଷ୍ଣୁ ଚକ୍ର ଦେଲେ, ଇନ୍ଦ୍ର ବଜ୍ର ଆଉ ଘଣ୍ଟା ଦେଲେ ଏବଂ ସୂର୍ଯ୍ୟ ତାଙ୍କର ତେଜକୁ ଦେଲେ। ଅଗ୍ନିଦେବ ଭସ୍ମ କରିବାର ଶକ୍ତି ଦେଲେ। ବରୁଣ ଦେବ ଶଙ୍ଖ ଦେଲେ। ପବନଦେବ ଧନୁବାଣ ଦେଲେ। ଯମରାଜ କାଳଦଣ୍ଡ ଦେଲେ। ପ୍ରଜାପତି ଦକ୍ଷ ସ୍ଫଟିକ ମାଲା ଦେଲେ। ବ୍ରହ୍ମା କମଣ୍ଡଲୁ ଦେଲେ। ସମୁଦ୍ରଦେବ ଆଭୂଷଣ ଦେଲେ ଆଉ ହାର ଦେଲେ। ଚୂଡ଼ାମଣି, କୁଣ୍ଡଲ, ଅର୍ଦ୍ଧଚନ୍ଦ୍ର ଏବଂ ସୁନାର ଅଙ୍ଗୁଠି ଦେଇଥିଲେ। ପର୍ବତରାଜ ହିମାଳୟ ସିଂହ ବାହନ ଦେଲେ। ତାପରେ ଦୁର୍ଗା ମା ଶକ୍ତିରେ ପ୍ରକଟ ହେଲେ। ମା ଏପରି ଶକ୍ତିଶାଳୀ ହୋଇ ପଡ଼ିଲେ କି ସବୁ ଅସୁରମାନେ ଥରହର ହୋଇ ଉଠିଲେ ଏବଂ ଅସୁରମାନେ ମୃତ୍ୟୁବରଣ କଲେ। ଯୁଦ୍ଧରେ ମାଙ୍କ ରୂପ ଦେଖି ଅଧେ ଅସୁର ଦୌଡ଼ି ପଳାଇଲେ। ଦୁର୍ଗା ମାତାଙ୍କର ମସ୍ତକରେ ଘଣ୍ଟାର ଆକାର ଚନ୍ଦ୍ର ଥିଲା ଏବଂ ମାତାଙ୍କ ପାଖରେ ଘଣ୍ଟା ବି ଥିଲା। ଏଥିପାଇଁ ଦୁର୍ଗା ଦେବୀଙ୍କର ନାମ ହେଲା ଚନ୍ଦ୍ରଘଣ୍ଟା। ଦୁର୍ଗା ଦେବୀଙ୍କର ତୃତୀୟ ଅବତାର। ମାତା ଚନ୍ଦ୍ରଘଣ୍ଟାଙ୍କୁ କ୍ଷୀରରେ ତିଆରି ହୋଇଥିବା ମିଠାଇ ଭୋଗ ଲାଗିଥାଏ। ମାତାଙ୍କୁ ଲାଲ ଫୁଲ, ଜଳ, ଦୁଧ, ମୌଲି, ଚନ୍ଦନ, କୁମକୁମ, ହଳଦୀ, ମନ୍ଦାର ଫୁଲ ଦେଇ ମାଙ୍କୁ ପୂଜା କରାଯାଏ। ଗାଈ ଘିଅ ଦୀପରେ ପୂଜା କରାଯାଏ। ମାଙ୍କ ଆଶୀର୍ବାଦ ପାଇବା ପାଇଁ ଭକ୍ତମାନେ ବର୍ଷ ସାରା ଅପେକ୍ଷା କରିଥାନ୍ତି। ନବରାତ୍ର ପୂଜାରେ ମାଙ୍କର ମୂର୍ତ୍ତିକୁ ପୂଜା କରି ମାଙ୍କର ଆଶୀର୍ବାଦ ପାଇଥାନ୍ତି। ସେଥିପାଇଁ ଭକ୍ତମାନେ ବର୍ଷ ସାରା ମାଙ୍କ ପୂଜା ପାଇଁ ଅପେକ୍ଷା କରିଥାନ୍ତି। ମାତାଙ୍କର ପୂଜା କରିସାରିବା ପରେ ମାତାଙ୍କୁ ପୂଜାରେ ଭୁଲ ହୋଇଥିବା ବୋଲି ଭାବି ମାତାଙ୍କୁ କ୍ଷମା ମାଗିବେ ଆଉ ତାଙ୍କର ଆଶୀର୍ବାଦ ପାଇବା ପାଇଁ ଚେଷ୍ଟା କରିବେ। ମାତାଙ୍କୁ ପୂଜା କରନ୍ତୁ, ଶ୍ରଦ୍ଧା ଭକ୍ତିରେ ପୂଜା କରନ୍ତୁ ଆଉ 9 ବାର ତାଙ୍କୁ ସବୁବେଳେ ମାତାଙ୍କର ନାମ ପାଠ କରନ୍ତୁ। 108 ନାମ ଜପ କରନ୍ତୁ। ଦେଖିବେ, ପୁରା ନିଷ୍ଠାର ସହିତ ଯଦି ମାତାଙ୍କୁ ପୂଜା କରିବେ, ମାତା କୌଣସି ନା କୌଣସି ରୂପରେ ନିଶ୍ଚୟ ଦେଖାଦେବେ ବା ଅନୁଭବ କରାଇବେ। ମାତାଙ୍କର ନବରାତ୍ର ପୂଜାରେ ବହୁତ ଶକ୍ତି ଥାଏ। ଯାହା ମାଗିବେ ମା ତାହା ଆଶୀର୍ବାଦ ଦେଇଥାନ୍ତି। ଭକ୍ତମାନଙ୍କ ଦୁଃଖ ଦୂର କରିବା ପାଇଁ ତ ସେ ମର୍ତ୍ତ୍ୟପୁରକୁ ଓହ୍ଲାଇ ଆସିଥାନ୍ତି।
ସେଥିପାଇଁ ମାଙ୍କ ପୂଜା ଶ୍ରଦ୍ଧା ଭକ୍ତିରେ କରନ୍ତୁ। ଯଦି ଆଜିର ମାତାଙ୍କର ଚନ୍ଦ୍ରଘଣ୍ଟାଙ୍କ ବିଷୟରେ ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ, କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି, ମାତାଙ୍କର ଆଶୀର୍ବାଦ ସମସ୍ତଙ୍କ ଉପରେ ବର୍ଷା ହେଉ। ଜୟ ମାତା କି।